ପିଇସା ହଁ ଭାଇ ଗୋଟେ ମାସ୍କ ନିଅ ହଁ ମାସ୍କ ନିଅ ଇଏ କର ପୁରୀରେ ନାଳ ଭିତରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଯୁବକ ଶବ। ପୁରୀ ରେଡକ୍ରସ ରୋଡ ମାଛ ମାର୍କେଟ ନିକଟସ୍ଥ ଡ୍ରେନ୍ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି କୁମ୍ଭାରପଡ଼ା ପୁଲିସ। ଯୁବକ ଜଣଙ୍କର ବାମ ହାତ କହୁଣୀ ଠାରୁ ହାତ ନଥିବାର ଦେଖିବାକୁ ମିଳିଛି। କୁମ୍ଭାରପଡ଼ା ପୁଲିସ 16/26 କେସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କର କୌଣସି ପରିଚୟ ମିଳିନଥିବାରୁ 96 ଘଣ୍ଟା ପର୍ଯ୍ୟନ୍ତ ଶବକୁ ବ୍ୟବଚ୍ଛେଦ ଗୃହରେ ରଖାଯିବ। ଏହି କାର୍ଯ୍ୟକ୍ରମରେ ସାଇଣ୍ଟିଫିକ୍ ଟିମ୍ ଦମକଳ ବାହିନୀଙ୍କ ସହିତ ମାଛ ମାର୍କେଟର ଲୋକନାଥ ମହାପାତ୍ରଙ୍କ ସହିତ ସମସ୍ତ ବ୍ୟବସାୟୀ ନାଳରୁ ଶବ କାଢ଼ିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଯୁବକଙ୍କ ବୟସ 40ରୁ 45 ବର୍ଷ ମଧ୍ୟରେ ହେବ ବୋଲି କୁମ୍ଭାରପଡ଼ା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ଓଡ଼ିଶା 24 ନ୍ୟୁଜ୍।